ବନ୍ଧୁଗଣ, ଦରିଦ୍ର କେହି ମନରୁ ହୋଇଥାନ୍ତି, ଆଉ କେହି ଢଙ୍ଗରୁ ହୋଇଥାନ୍ତି। ବାସ୍ତୁଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଆପଣଙ୍କର କିଛି ଖରାପ ଅଭ୍ୟାସ ଆପଣଙ୍କୁ ଦରିଦ୍ର କରିଥାଏ। ଭୌତିକ ଜୀବନରେ ଯିଏ ଧନର ସଠିକ୍ ଉପଯୋଗ କରିଥାଏ ସେ ଧନବାନ ହୋଇଥାଏ। ଆଜି ଆମେ ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଆଧାର ଅନୁସାରେ କିଛି କଥା କହିବାକୁ ଯାଉଛୁ। ଧ୍ୟାନ ଦେଇକି ଶୁଣିବେ, ଅତ୍ୟନ୍ତ ଜରୁରୀ ଅଟେ ଏହି କଥା ଗୁଡ଼ିକ। ଯଦି ଆପଣଙ୍କର ଏପରି ଅଭ୍ୟାସ ରହିଛି ତେବେ ଏହାକୁ ବଦଳାଇ ଦିଅନ୍ତୁ। ଯଦି ଆପଣ କାଙ୍ଗାଳ ହେବାକୁ ନ ଚାହାନ୍ତି ତେବେ ଏହି ଭିଡ଼ିଓଟିକୁ ଅବଶ୍ୟ ଦେଖନ୍ତୁ ଏବଂ କମେଣ୍ଟରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ଜୟ ମହାଲକ୍ଷ୍ମୀ। ଚାଲନ୍ତୁ ଜାଣିବା ଘରେ ଦାରିଦ୍ରତା ଆସିବାର କାରଣ ବିଷୟରେ। ନମ୍ବର 1 ହେଉଛି ନମ୍ବର 1 ହେଉଛି ସକାଳୁ ଡେରିରେ ଉଠିବା। ଆଜିକାଲିର ଆଧୁନିକ ଦିନଚର୍ଯ୍ୟାକୁ ସବୁ ଆପଣାଉଥିବେ। ଲୋକମାନେ ରାତିରେ ଜଲ୍ଦି ନ ଶୋଇକି ସକାଳ ଅଧିକ ସମୟ ପର୍ଯ୍ୟନ୍ତ ଶୋଇ ରହିଥାନ୍ତି। ଶାସ୍ତ୍ରରେ ଏମିତି ଅଭ୍ୟାସକୁ ଭୁଲ ବୋଲି କୁହାଯାଇଛି। ଏମିତି କରିବା ଦ୍ୱାରା ଚନ୍ଦ୍ରଗ୍ରହ ଅଶୁଭ ଫଳ ଦେଇଥାନ୍ତି। ଏହାଦ୍ୱାରା ମାନସିକ ଅଶାନ୍ତି ଓ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଦେଇଥାଏ। ସକାଳେ ଜଲ୍ଦି ଉଠିବା ଦ୍ୱାରା ମନୁଷ୍ୟ ଦିମାଗରେ ନୂଆ ନୂଆ ବିଚାର ଆସିଥାଏ, ଯାହା ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ। ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଡେରିରେ ଉଠିଥାଏ ସେ ଯେତେ ରୋଜଗାର କଲେ ମଧ୍ୟ ସବୁବେଳେ ଧନର ଅଭାବ ଲାଗି ରହିଥାଏ। ତ ସେଇଥିପାଇଁ ଆପଣ କ'ଣ କରିବେ ନା ରାତିରେ ଜଲ୍ଦି ଶୋଇବେ ଓ ସକାଳୁ ଜଲ୍ଦି ଉଠିବେ। ତ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ। ନମ୍ବର 2 ହେଉଛି ସେଜ ଉପରେ ବସିକି ଖାଇବା। କେତେ ଲୋକଙ୍କ ଅଭ୍ୟାସ ହୋଇଥାଏ କି ସକାଳ ଓ ସନ୍ଧ୍ୟାରେ ସେମାନେ ସେଜ ଉପରେ ବସିକି ଖାଦ୍ୟ ଖାଉଥାନ୍ତି। କ'ଣ ଆପଣଙ୍କୁ ଜଣାଅଛି ଏମିତି କରିବା ଏମିତି ଯଦି ଆପଣ କରୁଛନ୍ତି ଲକ୍ଷ୍ମୀ ମା ରାଗିଥାନ୍ତି, ଯାହାଦ୍ୱାରା ଆପଣଙ୍କ ଘରେ ଦାରିଦ୍ର୍ୟତା ଆସିଥାଏ। ନମ୍ବର 3 ଖାଲି ବାଲ୍ଟି। ବାଥରୁମରେ ଖାଲି ବାଲ୍ଟି ରଖିବା ଦ୍ୱାରା ନକାରାତ୍ମକ ଉର୍ଜାର ବାସ ହୋଇଥାଏ। ଯଦି ବାଲ୍ଟିରେ ପାଣି ନ ରଖୁଛନ୍ତି ତେବେ ଖାଲି ମଧ୍ୟ ରଖନ୍ତୁ ନାହିଁ, ବାଲ୍ଟିକୁ ଓଲଟାଇ ରଖନ୍ତୁ। ଆଉ ରାତିରେ ଶୋଇବା ସମୟରେ ରୋଷେଇ ଘର ଆଉ ବାଥରୁମରେ କେବେ ବି ଖାଲି ବାଲ୍ଟି ରଖିବେ ନାହିଁ, ପାଣି ଭର୍ତ୍ତି କରିକି ରଖିବେ। ନମ୍ବର 4 ଅଇଁଠା ବାସନ। କେବେ ବି ରାତିରେ ଅଇଁଠା ବାସନ ରୋଷେଇ ଘରେ ରଖନ୍ତୁନି। ରୋଷେଇ ଘରେ ଅଇଁଠା ବାସନ ଯଦି ରଖିବେ ରୋଷେଇ ଘର ଅପରିଷ୍କାର ଯଦି ହୋଇଥାଏ, ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ରାଗିଥାନ୍ତି। ଏହାଦ୍ୱାରା ବ୍ୟକ୍ତି କାଙ୍ଗାଳ ହୋଇଯାଇଥାଏ। ଯେତେ ବି ପରିଶ୍ରମ କଲେ କେବେ ବି ଧନ ଅଣ୍ଟିବ ନାହିଁ। ନମ୍ବର 5 ଘଷାଡ଼ି ଘଷାଡ଼ି ଚାଲିବା। ଏମିତି ଦେଖାଯାଇଥାଏ କେତେକ ଲୋକ ଏମିତି ହୋଇଥାନ୍ତି ଯେଉଁମାନେ ଚାଲିଲା ବେଳେ ଗୋଡ଼କୁ ଘଷାଡ଼ି ଘଷାଡ଼ି ଚାଲନ୍ତି। ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ବ୍ୟକ୍ତିର ଏମିତି ଅଭ୍ୟାସ ଭୁଲ ଅଟେ। ଏହାଦ୍ୱାରା ଆପଣଙ୍କ ବୈବାହିକ ଜୀବନରେ ଅଶୁଭ ପ୍ରଭାବ ପଡ଼ିଥାଏ। ଏହା ସହିତ ବହୁ ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ ଓ ଘରେ ଦାରିଦ୍ର୍ୟତାର ବାସ ହୋଇଥାଏ। ତ ସେଥିପାଇଁ ଆପଣ ଯଦି ଏମିତି ଅଭ୍ୟାସ ଅଛି ଆପଣଙ୍କର ତ ତାକୁ ବଦଳାଇ ଦିଅନ୍ତୁ। ନମ୍ବର 6 ମହିଳାମାନଙ୍କର ଅସମ୍ମାନ। ଚାଣକ୍ୟ ନୀତି ଅନୁସାରେ ଯେଉଁ ଲୋକ ମହିଳାମାନଙ୍କର ଅପମାନ କରିଥାଏ ଏବଂ ନିଜ ସ୍ତ୍ରୀକୁ ସମ୍ମାନ ଦେଇନଥାଏ ସେହି ଘରେ ମା ଲକ୍ଷ୍ମୀ କେବେ ହେଲେ ରହିନଥାନ୍ତି। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପାଖରେ ପଇସା ରହୁ ତେବେ ମା ଲକ୍ଷ୍ମୀଙ୍କୁ ସମ୍ମାନ ଦିଅନ୍ତୁ। ଆଉ ମା ଲକ୍ଷ୍ମୀଙ୍କୁ ଯଦି ଆପଣ ସମ୍ମାନ କରୁଛନ୍ତି ଘରର ମହିଳାମାନଙ୍କୁ ବି ଆପଣ ସମ୍ମାନ ଦିଅନ୍ତୁ। ଯେଉଁ ଘରେ ସ୍ତ୍ରୀମାନେ ପ୍ରସନ୍ନ ରହିଥାନ୍ତି, ଯେଉଁ ସ୍ତ୍ରୀମାନଙ୍କର କଥା ବାହାରକୁ ଯାଇଥାଏ ତେବେ ସେହି ଘରେ ଦୁଃଖ କେବେ କମିନଥାଏ। ସେଥିପାଇଁ ଆପଣ ଘରେ ସ୍ତ୍ରୀମାନଙ୍କୁ ସମ୍ମାନ ଦିଅନ୍ତୁ, ଦେଖିବ ମା ଲକ୍ଷ୍ମୀ ଖୁସି ହେଇଯିବେ। ନମ୍ବର 7 ନଳରୁ ପାଣି ବୋହିବା। ଘରେ ନଳରୁ ପାଣି ବୋହିବା ସୁଖ ସମୃଦ୍ଧି ରାସ୍ତାରେ ବାଧା ସୃଷ୍ଟି କରିଥାଏ। ଶାସ୍ତ୍ର ଅନୁସାରେ ନଳରୁ ପାଣି ବୋହିବା ଧନହାନିର ସଂକେତ ଦେଇଥାଏ। ନମ୍ବର 8 ଆଙ୍ଗୁଳି ଚାଟିବା। କେତେ ଲୋକଙ୍କର ଆଙ୍ଗୁଳି ଚାଟିବାର ଅଭ୍ୟାସ ରହିଥାଏ। ମାନ୍ୟତା ଅନୁସାରେ ଏହାଦ୍ୱାରା ଆୟୁ କମ୍ ହେବା ସଙ୍ଗେ ସଙ୍ଗେ ଘରେ ଦାରିଦ୍ର୍ୟତା ଆସିଥାଏ। ତ ସେଥିପାଇଁ ଏହି ଅଭ୍ୟାସଟିକୁ ବଦଳାଇ ଦିଅନ୍ତୁ। ନମ୍ବର 9 ଅପଶବ୍ଦ କହିବା। ଯେଉଁ ଲୋକ ଅନ୍ୟ ବିଷୟରେ ଅପଶବ୍ଦ କହିଥାଏ ବା
ଅପମାନ କରିଥାଏ ତେବେ ସେହି ଲୋକ ପାଖରେ ପଇସା ରହିନଥାଏ। ଏମିତିକି ଅନ୍ୟର ଅପମାନ କରୁଥିବା ଲୋକ ଯଦି ଧନୀ ହୋଇଥାଏ ତେବେ ତାଙ୍କର ଖରାପ ଅଭ୍ୟାସ କାରଣରୁ ସେମାନେ କାଙ୍ଗାଳ ହୋଇଯାଇଥାନ୍ତି। ଅହଙ୍କାର ଏବଂ ଧୋକେବାଜ ଏମିତି ଅଭ୍ୟାସ ହୋଇଥାଏ ଯାହା ବ୍ୟକ୍ତିକୁ ବର୍ବାଦ କରିକି ଛାଡ଼ିଥାଏ। ଯାହା ପାଖରେ ଅହଙ୍କାର ଧୋକେବାଜ ଗୁଣ ଅଛି ସେ ବ୍ୟକ୍ତି ନିଶ୍ଚିତ ଦିନେ ନା ଦିନେ ବର୍ବାଦ ହେବ। ନମ୍ବର 9 ଥାଳିରେ ଖାଦ୍ୟ ବଳକା ଛାଡ଼ିବା। ଶାସ୍ତ୍ରରେ କୁହାଯାଇଛି ଆମେ ଅନ୍ୟର ଅପମାନ କରିବା ଉଚିତ ନୁହେଁ। ଥାଳିରେ ଖାଦ୍ୟ ଛାଡ଼ିବାର ଅର୍ଥ ଅନ୍ୟର ଅପମାନ କରିବା। ତେଣୁ ଥାଳିରେ ଏମିତି ଖାଦ୍ୟ ନେବା ଦରକାର ଯେତିକି ଆପଣ ଖାଇପାରିବେ। ଅକାରଣରେ ଖାଦ୍ୟ ନଷ୍ଟ କରିବା ମାନେ ହେଉଛି କାଙ୍ଗାଳକୁ ଆମନ୍ତ୍ରଣ କରିବା। ଏହି କାର୍ଯ୍ୟରେ ମା ଲକ୍ଷ୍ମୀ ରାଗିଥାନ୍ତି। ତ ସେଥିପାଇଁ ଏମିତି ଭୁଲ କେବେ ବି କରନ୍ତୁ ନାହିଁ। ନମ୍ବର 10 ବଡ଼ ଲୋକଙ୍କର ଅପମାନ। ଶାସ୍ତ୍ର ଏବଂ ପୁରାଣରେ କୁହାଯାଇଛି ଯେଉଁ ଘରେ ବଡ଼ ଲୋକଙ୍କର ସମ୍ମାନ କରାଯାଇନଥାଏ ଏବଂ ରାସ୍ତାରେ ଯାଉଥିବା ବୟସ୍କ ଲୋକଙ୍କୁ ଅପମାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ସେହି ଘରେ ବାସ କରନ୍ତିନି। ଏହା ସହିତ ବଡ଼ ଲୋକଙ୍କୁ ଗୁରୁଜନ ସ୍ୱରୂପ ମନାଯାଇଥାଏ। ସେହି ଘରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ। ଯେଉଁ ଘରେ ଆପଣ ଗୁରୁଜନଙ୍କୁ ଭଗବାନ ରୂପେ ଆପଣ ସମ୍ମାନ ଦେବେ, ଗୁରୁଜନଙ୍କୁ ମାନିବେ, ତ ସେହି ଘରେ ବିଷ୍ଣୁଙ୍କର ବାସ ହୋଇଥାଏ। ବଡ଼ ଲୋକଙ୍କର ସମ୍ମାନ କରିବା ଦ୍ୱାରା ଦେବୀ ଦେବତା ଖୁସି ହୋଇଥାନ୍ତି। ନମ୍ବର 11 ହାତରେ ଲୁଣ ଦେବା। ଏମିତି ମାନ୍ୟତା ଅଛି ଯେ ଲୁଣ ଘରର ନକାରାତ୍ମକ ଊର୍ଜାକୁ ଅବଶୋଷିତ କରିଥାଏ। ଆପଣ ଯଦି କାହାକୁ ଲୁଣ ଦେଉଛନ୍ତି ତେବେ ତା ହାତରେ ଦିଅନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଶୁଭ ବୋଲି ମନାଯାଇଥାଏ। ଯେତେବେଳେ ଆପଣ କାହାକୁ ଲୁଣ ଦେଉଛନ୍ତି ତେବେ କୌଣସି ପାତ୍ରରେ ଦିଅନ୍ତୁ, ତା ହାତରେ କେବେ ବି ଦିଅନ୍ତୁନି। ନମ୍ବର 12 ନିଶା କରିବା। ଯେଉଁ ବ୍ୟକ୍ତି ନିଶା କରିଥାଏ ତାହା ଘରେ କେବେ ଲକ୍ଷ୍ମୀ ମା ବାସ କରନ୍ତି ନାହିଁ। ଏମିତି ଘରେ ଦାରିଦ୍ର୍ୟତା ମାଡ଼ି ଆସିଥାଏ ବା ତାଙ୍କ ଉପରେ ଦାରିଦ୍ର୍ୟତା ମାଡ଼ି ବସିଥାଏ। ନିଶା କରିବା ଦ୍ୱାରା ଆୟୁ କମ୍ ହୋଇଥାଏ। ମାଦକ ଦ୍ରବ୍ୟ ସେବନ କରିବା ଦ୍ୱାରା ରାହୁର ବିପରୀତ ପ୍ରଭାବ ପଡ଼ିଥାଏ। ସେହି ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ। ନମ୍ବର 13 ସଫାସୁତୁରା। ଘର ସଫାସୁତୁରା କରିବା ସହିତ ବାଥରୁମକୁ ବି ସଫା ରଖିବା ଆବଶ୍ୟକ। ଲୋକ ଏମିତି କରନ୍ତି, ଗାଧୋଇ ଆସିବା ପରେ ବାଥରୁମକୁ ମଇଳା ଛାଡ଼ି ଦିଅନ୍ତି। ଏମିତି କରିବା ଦ୍ୱାରା ଚନ୍ଦ୍ରଗ୍ରହର ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ଯେଉଁ ଘରେ ବିସ୍ତାର ସଜା ହୋଇକି ରହିନଥାଏ, ବିସ୍ତର ଯେ ବିଛଣା ଯେଟା ହେଲା, ସଜା ହୋଇକି ରହିନଥାଏ, ସେଠାରେ ରାହୁର ଅଶୁଭ ଫଳ ଦେଖିବାକୁ ମିଳିଥାଏ। ବିସ୍ତର ଠିକ୍ ନ ହେବା ଦ୍ୱାରା ବ୍ୟକ୍ତିର ନିଦଚର୍ଯ୍ୟା ଉପରେ ପ୍ରଭାବ ପକାଇଥାଏ। ଏମିତି କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ। ତା ସହିତ କ'ଣ ହେଇଥାଏ ନା ସେହି ଘରେ ନକାରାତ୍ମକ ଶକ୍ତି ବାସ କରିଥାଏ। ତ ଆପଣ ଯେତେବେଳେ ବି ଶୋଉଛନ୍ତି ଉଠିକି ଗଲା ସାଙ୍ଗେ ସାଙ୍ଗେ ବିଛଣାକୁ ସଜେଇ ଦିଅନ୍ତୁ। ନମ୍ବର 14 ଚିଲେଇକି କଥା କହିବା। କେବେ ବି ଚିଲେଇକି କଥା କହିବା ଉଚିତ ନୁହେଁ। ଆଉ କ୍ରୋଧକୁ ବି ଶାନ୍ତ ରଖିବା ଦରକାର। ଚିଲେଇକି କଥା କହିବା ଦ୍ୱାରା ଶନି ଗ୍ରହର ଅଶୁଭ ପ୍ରଭାବ ପଡ଼ିଥାଏ। ତେଣୁ ଶାନ୍ତିପୂର୍ଣ୍ଣ ଭାବରେ କାର୍ଯ୍ୟକୁ ପୂରା କରନ୍ତୁ। ଫାଲତୁ କଥାଠାରୁ ଦୂରେଇକି ରୁହନ୍ତୁ। ଏମିତି କରିବା ଦ୍ୱାରା ଶନିଦେବ ପ୍ରସନ୍ନ ରହିଥାନ୍ତି। ନମ୍ବର 15 ଖରାପ ଏବଂ ମଇଳା ପୋଷାକ ପିନ୍ଧିବା। ଯେଉଁ ଲୋକ ସଫା ସୁତୁରା ରହିବା ପାଇଁ ପସନ୍ଦ କରନ୍ତିନି ସେହି ଲୋକ ସର୍ବଦା ଗରିବତା ଭିତରେ ବୁଡ଼ିକି ରହିଥାନ୍ତି। ଯେଉଁ ଲୋକ ନିୟମିତ ରୂପରେ ଗାଧାନ୍ତି ନାହିଁ ଏବଂ ଦାନ୍ତ ସଫା ମଧ୍ୟ କରନ୍ତି ନାହିଁ ଏବଂ ମଇଳା ପୋଷାକ ପିନ୍ଧନ୍ତି ଆଉ ଘର ଦ୍ୱାର ଅପରିଷ୍କାର ରଖନ୍ତି, ତାଙ୍କର ପୁରା ଜୀବନରେ ରୋଗରେ ପଇସା ଖର୍ଚ୍ଚ ହୋଇଥାଏ। ନମ୍ବର 16 ଅନ୍ୟର କମି ବାହାର କରୁଥିବା ଲୋକ। ଗରୁଡ଼ ପୁରାଣ ଅନୁସାରେ ଯେଉଁ ଲୋକ ଅନ୍ୟର ଚୁଗୁଲି କରନ୍ତି, ଅନ୍ୟର କମି ବାହାର କରନ୍ତି, ସେହି ଲୋକ ଉପରେ ମା ଲକ୍ଷ୍ମୀ ସର୍ବଦା ଅସନ୍ତୁଷ୍ଟ ରହିଥାନ୍ତି। ଅନ୍ୟ ଉପରେ ବିନା କାରଣରେ ରାଗିବା ବା ଚିଲେଇବା ଦ୍ୱାରା ସେହି ଘରେ ଦାରିଦ୍ର୍ୟତାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତ ସେଥିପାଇଁ ଏହିସବୁ କଥା ପ୍ରତି ଧ୍ୟାନ ଦେବେ। ନମ୍ବର 17 ଦରକାର ଠାରୁ ଅଧିକ ଖାଉଥିଲେ।
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଦରକାର ଠାରୁ ଅଧିକ ଖାଉଥିବା ବ୍ୟକ୍ତି କେବେ ବି ଧନବାନ ହୋଇପାରିବ ନାହିଁ। ସେ କେବେ ଧନବାନ ହୋଇପାରିନଥାଏ। ତା ସହିତ ଦରକାର ଠାରୁ ଅଧିକ ଖାଉଥିଲେ ବ୍ୟକ୍ତିର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ। ନମ୍ବର 18 ନଖ କାମୁଡ଼ିବା। ନଖ କାମୁଡ଼ିବା ଆତ୍ମବିଶ୍ୱାସକୁ କମ୍ କରିବାର ସଂକେତ ହୋଇଥାଏ। ତାହା ସହିତ ଏହି ଅଭ୍ୟାସ ଖରାପ ଅଭ୍ୟାସ ହୋଇଥାଏ। କେତେଗୁଡ଼ିକ ରୋଗକୁ ଆମନ୍ତ୍ରଣ କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନଖ ଚବାଇବାର ଅଭ୍ୟାସ ବର୍ବାଦ ଏବଂ କାଙ୍ଗାଳ କରିଦେଇଥାଏ। ତ ସେଥିପାଇଁ ନଖକୁ କେବେ ବି ଦାନ୍ତରେ କାମୁଡ଼ିବେ ନାହିଁ। ନମ୍ବର 19 ଅନହେଲ୍ଦି ଡାଏଟ୍ ନେବା। ଯେଉଁ ଲୋକ ଅନହେଲ୍ଦି ଡାଏଟ୍ ନେଇଥାଏ ସେ ସବୁବେଳେ ଅସୁସ୍ଥ ରହିଥାଏ। ଯଦି ଧନବାନ ହେବାର ଅଛି କିମ୍ବା ଦାରିଦ୍ରତା ଠାରୁ ପିଛା ଛଡ଼ାଇବାର ଅଛି ତେବେ ଖାଇବାର ଅଭ୍ୟାସରେ ପରିବର୍ତ୍ତନ କରିବାକୁ ପଡ଼ିବ। ନିଜ ଜୀବନରେ ଭଲ ଭୋଜନ ଏବଂ ବ୍ୟାୟାମ ସାମିଲ କରିବାକୁ ପଡ଼ିବ। ଭଲ ଭୋଜନ ସହିତ ପ୍ରତ୍ୟେକ ଦିନ ଆପଣ 1 ଘଣ୍ଟା ନିହାତି ବ୍ୟାୟାମ କରନ୍ତୁ। ବ୍ୟାୟାମ କଲେ ବି ମଙ୍ଗଳ ଗ୍ରହ ଭଲ ହୋଇଥାଏ। ନମ୍ବର 20 ଜୋତା ଚପଲ ଅବ୍ୟବସ୍ଥିତ ରଖିବା। ଯେଉଁ ଲୋକ ଜୋତା ଚପଲ ଅବ୍ୟବସ୍ଥିତ ବ୍ୟବସ୍ଥିତ ଭାବରେ ରଖିନଥାନ୍ତି ବା ଅବ୍ୟବସ୍ଥିତ ଭାବରେ ରଖିଥାନ୍ତି ତାଙ୍କ ନିଜ କାମ କାର୍ଯ୍ୟରେ ବାରମ୍ବାର ଉପରୁ ତଳକୁ ଖସିବାର ସାମ୍ନା କରିବାକୁ ପଡ଼ିଥାଏ। ଖାସ୍ କରିକି ଘରର ମୁଖ୍ୟ ଦ୍ୱାର ନିକଟରେ ଚପଲ ଜୋତା ରଖିବା ଅନୁଚିତ। ଜୋତା ଚପଲ ଏଡ଼ାଇକି ସିଢ଼ି ତଳେ କି ଇଏରେ ରଖିବା କଥା। ଯଦି ଆପଣ ଘର ସାମ୍ନାରେ ଏମିତି କରିକି ରଖିଲେ ଯାହାଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି, ଯାହାଦ୍ୱାରା ଘରେ ଦାରିଦ୍ରତା ଆସିଥାଏ। ନମ୍ବର 21 ଖରାପ ଲୋକଙ୍କ ସାଙ୍ଗ। ଯଦି ଆପଣ ଖରାପ ଲୋକଙ୍କ ସାଙ୍ଗ ହେଉଛନ୍ତି ତାହେଲେ ବସା ଉଠା କରୁଥିବା ବେଳେ ଯଦି ଖରାପ ଲୋକ ସାଙ୍ଗରେ ଆପଣ ବସ ଉଠ ହେଉଛନ୍ତି ତାଙ୍କ ସହିତ ମିଶୁଛନ୍ତି ତେବେ ଚାଣକ୍ୟଙ୍କ ନୀତି ଅନୁସାରେ ଏମିତି ଲୋକ କେବେ ଜୀବନରେ ସଫଳ ହୋଇନଥାନ୍ତି। ସେମାନେ ସର୍ବଦା ଗରିବୀ ଓ ଦାରିଦ୍ରତାରେ ରହିଥାନ୍ତି। ନମ୍ବର 22 ଗୋଡ଼ ହଲାଇବା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବସିକି ଗୋଡ଼ ହଲାଇବାକୁ ଅଶୁଭ ବୋଲି ମନାଯାଇଥାଏ। ଏମିତି କରିବା ଦ୍ୱାରା ବ୍ୟକ୍ତିର ମାନସିକ ସନ୍ତୁଳନ ବିଗିଡ଼ି ଯାଇଥାଏ। ଏହାଦ୍ୱାରା କୁଣ୍ଡଳୀ ବି କମଜୋର ହୋଇଯାଇଥାଏ ଏବଂ ଘରେ ଦରିଦ୍ରତା ଆସିଥାଏ। ତ ସେଥିପାଇଁ ବସିକି କେବେ ବି ଗୋଡ଼ ହଲାଇବେ ନାହିଁ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଦୟାକରିକି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଆଉ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ ଆଉ ଭିଡ଼ିଓଟିକୁ ଆପଣଙ୍କ ସାଙ୍ଗସାଥିମାନଙ୍କ ପାଖକୁ ସେୟାର କରିବେ। ଆଉ ଭିଡ଼ିଓରେ କମେଣ୍ଟରେ ନିଶ୍ଚିତ ଭାବରେ ଜୟ ମା ଲକ୍ଷ୍ମୀ ଲେଖିଦେବେ। ମାଆଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସବୁବେଳେ ରହିଥିବ। ରହୁଛି, ଧନ୍ୟବାଦ।